ଝାରସୁଗୁଡ଼ାରେ ବଢ଼ୁଛି ହୃଦଜନିତ ରୋଗ ଏବଂ କ୍ୟାନ୍ସର। ଲୋକେ କ୍ୟାନ୍ସର ଆଉ ହାର୍ଟ ଡିଜିଜ୍ରେ ପୀଡ଼ିତ ହେଉଛନ୍ତି। ସରକାର ନିଜେ ଜାଣିଶୁଣି ଲୋକଙ୍କୁ ମାରିବାରେ ଲାଗୁଛି। ଏଭଳି ଅଭିଯୋଗ ଆଣୁଛନ୍ତି କଂଗ୍ରେସ ନେତା ତଥା ଆଡଭୋକେଟ ସିଆରାମ ଦାସ। ଆସ୍ ପକାଇବା ପାଇଁ ବିଧିବଦ୍ଧ ଭାବେ ସରକାରକୁ ଆଗ ଟ୍ୟାକ୍ସ ଦେବାକୁ ହୁଏ, ପରେ ତହସିଲଦାର ଅନୁମତି ଦେଲେ ମାଟି ଖନନ କରି କମ୍ପାନୀ ଆସ୍ ପକାଇ ପାରିବେ। ହେଲେ ଝାରସୁଗୁଡ଼ାରେ ସରକାରୀ କର୍ମଚାରୀମାନେ କମ୍ପାନୀ ଗୁଡ଼ିକର ଗୋଲାମ ହୋଇ ରହିଛନ୍ତି। ଲାଞ୍ଚ ନେଇ କମ୍ପାନୀକୁ ମନ ଇଚ୍ଛା ଆସ୍ ପକାଇବାକୁ ଅନୁମତି ଦେଇଛନ୍ତି। କେବଳ ସରକାରୀ କର୍ମଚାରୀମାନେ ହିଁ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଅଛନ୍ତି, ତାହା ନାହିଁ। ଏଠି ସରକାର ଖୋଦ୍ ଏ ସମସ୍ତ ବେଆଇନ କାମକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଆଡଭୋକେଟ ସିଆରାମ ଦାସ କହିଛନ୍ତି। ସେମାନଙ୍କ ଏହି ବେଆଇନ କାର୍ଯ୍ୟର ଫଳ ଭୋଗୁଛନ୍ତି ଝାରସୁଗୁଡ଼ାବାସୀ। ହାର୍ଟ ଡିଜିଜ୍ ଏବଂ କ୍ୟାନ୍ସର ଖାଉଛି ସ୍ଥାନୀୟ ଲୋକଙ୍କୁ। ଯେଉଁ ମାଟିରେ 30ରୁ 40 ଫୁଟ ଗାତ ଖୋଳି ସେଠାରେ ଆସ୍ ପକାଯିବ, ସେ ଅଞ୍ଚଳର ପରିବେଶ କେତେ ଯେ ଦୂଷିତ ନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସିଡିଏମ୍ଓ ଡାଟାକୁ ଅନୁଧ୍ୟାନ କଲେ ଦିନକୁ ଦିନ ଏହି ହୃଦରୋଗୀମାନେ ବଢ଼ି ଚାଲିଛନ୍ତି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ ଏବଂ ଏହି ସାପ ଭଳି କମ୍ପାନୀମାନଙ୍କୁ ଦୁଗ୍ଧ ପିଆଇବା ବନ୍ଦ କରନ୍ତୁ ବୋଲି ସେ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ଝାରସୁଗୁଡ଼ା ହଲଚଲ। ଦେଖନ୍ତୁ, ପ୍ରଥମ କଥା ହେଲା, ଯେକୌଣସି ପ୍ରୋଜେକ୍ଟ ହେଉ, ସରକାରୀ ହେଉ କି ବେସରକାରୀ ପ୍ରୋଜେକ୍ଟ ହେଉ, କୌଣସି ଜମିରେ ଯଦି ମାଟି ବାହାର କରାଯାଏ, ମାଟି ଖନନ କରି ତାକୁ ଯଦି ଅନ୍ୟ କାମରେ ଲଗାଯାଏ, ତା ପାଇଁ ତହସିଲଦାର କିମ୍ବା କୌଣସି ସମ୍ପର୍କୀୟ ରେଭିନ୍ୟୁ ଡିପାର୍ଟମେଣ୍ଟରୁ ତାଙ୍କୁ ପରମିଶନ କିମ୍ବା ଲିଜ୍ରେ ନିଆଯିବ। କେତେ ମାଟି ସେମାନେ ବାହାର କରିବେ, କ୍ୱାଣ୍ଟିଟି ଦିଆଯିବ, ତା ଟ୍ୟାକ୍ସ ଭରିବେ, ତାପରେ ସେ କରିବେ। ବର୍ତ୍ତମାନ ମୁଁ ଯାହା ଭାବୁଛି, ଏଇ ଖବର ତ ମୁଁ ଶୁଣିଛି ଏମିତି ମାଟି ଖୋଲା ଯାଉଛି, ତ ମୁଁ ଭାବୁଛି ଯେ ମୋତେ ଯେତେ ଦୂର ଲାଗୁଛି ଯେ ଏଥିରେ କୌଣସି ଲିଜ୍ ସରକାର ଦେଇନାହାନ୍ତି କିମ୍ବା ଏ ମାଟି ଯାହା ବାହାର କରିଛନ୍ତି ତା ପାଇଁ ସେ ମାଟି ଯେଉଁମାନେ ବାହାର କରିଛନ୍ତି ସେମାନେ ସରକାରକୁ କୌଣସି ପ୍ରକାର ଟ୍ୟାକ୍ସ ଦେଇନାହାନ୍ତି। 2 ନମ୍ବର କଥା ହେଲା କି ମାଟି ବାହାର କରିଲା ପରେ 30 ଫୁଟ 40 ଫୁଟ 50 ଫୁଟ ବାହାର କଲା ପରେ ସେଟା ଗୋଟେ କୂପ ଭଳିଆ ଜାଗା ହେଇଯିବ, ସେଥିରେ ଆସ୍ ପକାଉଛନ୍ତି ମୁଁ ଶୁଣିଛି। ତ ସେ ମାଟି ବାହାର କରିବେ କାହିଁକି, ଆସ୍ ପୋତିବେ କାହିଁକି? ଆସ୍ ପୋତିଲେ ନିଶ୍ଚିତ ଭାବରେ ସେଠାରେ ଗୋଟେ ପ୍ରଦୂଷିତ ବାତାବରଣ ସୃଷ୍ଟି ହେବ, ଲୋକମାନେ ବିମାର ହେବେ। ଆଗରୁ ବି ଆମେ ବିଭିନ୍ନ ସମୟରେ ବିଭିନ୍ନ ମଞ୍ଚରୁ ଆମେ କହିଛୁ ଯେ ବିଗତ 10 ବର୍ଷ ମଧ୍ୟରେ ପ୍ରତ୍ୟେକ ବର୍ଷ ଆପଣ ହାର୍ଟ ଓ କ୍ୟାନ୍ସର ବେମାର ବଢ଼ିବାର ଆପଣ ଦେଖିବାକୁ ପାଇବେ। ଯଦି ଆପଣ ଷ୍ଟାଟିଷ୍ଟିକ୍ସ ସିଡିଏମ୍ଓ କିମ୍ବା ସ୍ୱାସ୍ଥ୍ୟ ବିଭାଗରୁ ନେବେ, ତାହା ନିଶ୍ଚିତ ଭାବରେ ପ୍ରତ୍ୟେକ ବର୍ଷ ହାର୍ଟ ପେସେଣ୍ଟ, କ୍ୟାନ୍ସର ପେସେଣ୍ଟ ବଢ଼ି ଚାଲିଛି। ବର୍ତ୍ତମାନ କିଛି ଦିନ ପୂର୍ବେ ପେପରରେ ମଧ୍ୟ ବାହାରିଥିଲା ଯେ ପ୍ରତ୍ୟେକ ବର୍ଷ ହାର୍ଟ ପେସେଣ୍ଟ ବଢ଼ି ଚାଲିଛି ଝାରସୁଗୁଡ଼ାରେ। ତ ଏସବୁ କାରଣ ହେଉଛି ଏଇ ଆସ୍ ପ୍ରଦୂଷଣ ଦ୍ୱାରା ହେଉଛି। ତ ଏଟା ନିଶ୍ଚିତ ଭାବେ ଏଥିରେ ସରକାରୀ ଦଳର ନେତାମାନେ ଅଛନ୍ତି, ଏଜେଣ୍ଟମାନେ ଅଛନ୍ତି, ଆପଣଙ୍କର ଅଫିସରମାନେ ଅଛନ୍ତି, ସମସ୍ତେ ମିଶିକରି ଅଛନ୍ତି। ଯଦି ସମସ୍ତେ ନ ମିଶିଲେ କିପରି ଜଣେ ସାହସ କରିବ ମାଟି ବାହାର କରିବା ପାଇଁ ସେଠାରୁ? ପୁଣି ସେଠାରେ ବିନା ପରମିଶନ, ବିନା କୌଣସି ଇଏରେ ସେଠାରେ ଆସ୍ ଡମ୍ପିଂ କରି ସହିତ ପୋତିବାର ପ୍ରଶ୍ନ କୁଆଡ଼ୁ ଆସିଲା? ତ ଏଥିରେ ସମସ୍ତେ ମିଶିକରି ଅଛନ୍ତି। ଆଉ ଝାରସୁଗୁଡ଼ା ଏଟା ଗୋଟେ ଉଦାହରଣ ନୁହେଁ, ଆଗରୁ ବି ସେଟା ଚାଲି ଆସିଛି। 10 ବର୍ଷ ମଧ୍ୟରେ ଏଟା ଚାଲିଛି, କଣ୍ଟିନ୍ୟୁଅସଲି ଚାଲିଛି ଏବଂ ପବ୍ଲିକ ମହଲରେ କଣ୍ଟିନ୍ୟୁଅସଲି ତାର ଚର୍ଚ୍ଚା ହେଉଛି ଏବଂ ଏହା ପାଇଁ ସ୍ୱର ଉତ୍ତୋଳନ ହେଉଛି, ଅବଜେକ୍ସନ୍ ମେମୋରାଣ୍ଡମ୍ ଦାବିପତ୍ର ଦିଆଯାଉଛି ସମ୍ପର୍କୀୟ ବିଭାଗକୁ। କିନ୍ତୁ ସମ୍ପର୍କୀୟ ବିଭାଗ ଅଧିକାରୀମାନେ ଚୁପଚାପ ବସିଛନ୍ତି। ଏଟା ସିଧା ଜଣାପଡ଼ୁଛି ଯେ ଝାରସୁଗୁଡ଼ାରେ ଏ ଅଧିକାରୀମାନେ ଏଟା ମାଲ କମାଇବା, ଟଙ୍କା ରୋଜଗାର କରିବା ପାଇଁ ଆସୁଛନ୍ତି। ଏମାନଙ୍କୁ ଝାରସୁଗୁଡ଼ାର ବିକାଶ କି ଝାରସୁଗୁଡ଼ାର ଅସୁବିଧା ଅହିତ ପାଇଁ ତାଙ୍କର କୌଣସି ଦରଦ ନାହିଁ। ଆଉ ମୁଁ ସର୍ବଶେଷରେ ଗୋଟେ କଥା କହିବି, ଅଧିକା ଏଠାରେ ରହୁଛନ୍ତି, ସେମାନଙ୍କୁ ଇମିଡ଼ିଏଟ୍ ଟ୍ରାନ୍ସଫର୍ ହେବା କଥା, ତାହେଲେ ଏଟା ଗୋଟେ ସମାଧାନ, ଗୋଟେ ବାଟ ବାହାରିବ। 2 ନମ୍ବର କଥା ହେଲା, ଯେଉଁମାନେ ଏଥିରେ ସମ୍ମିଳିତ ଅଛନ୍ତି ଏହି କାମମାନଙ୍କୁ, ଏହି ଦୁର୍ନୀତିରେ, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା କଥା। ତାହେଲେ ଏସବୁ ଦୁର୍ନୀତି କାମ ସବୁ ବନ୍ଦ ହେବ ଏବଂ ଝାରସୁଗୁଡ଼ାର ଭବିଷ୍ୟତ ଠିକ୍ ହେବ ବୋଲି ମୁଁ ଭାବୁଛି। କାଣା ଆପଣମାନେ ଫେର୍ ଫୋନ୍ ଘିନବାର୍ କି ଚାହୁଁଛନ୍? 0 डाउन पेमेंट और 0 इंटरेस्ट थी
आउ सेटा फिर आईफोन। अरे हाँ भाई हाँ। तो आउ काना भावुछन डेरी नाई करी करी पले आसुन राजा मोबाइल। चल 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 चल। आउ भाई ओ बहन माने मोबाइल कंपनी विषय रे कहले ओप्पो रो वीवो रो रेडमी रो रियलमी रो सैमसंग रो आईफोन रो सब कंपनी नो अवेलेबल अच्छे। आउ जदी आपण माने ईएमआई थिने बार के चाहुछन आईफोन या किछि भी अलग मोबाइल तो जीरो डाउन पेमेंट और जीरो इंटरेस्ट मिली जाउछे। आउ जदी इनो फाइनेंस विषय दी कहले बजाज फाइनेंस, एचडीएफसी फाइनेंस, टीवीएस क्रेडिट, सैमसंग फाइनेंस, आईडीएफसी फाइनेंस आउ लास्ट थी एचडीबी फाइनेंस। इने आपण मान के एतकीटा अवेलेबल रहउछे। लोकेशन डा होचे पीडब्ल्यू ऑफिस सामना और कांटेक्ट ऊपर तांकर मोबाइल नंबर दे दिछे। तो आ काना भावले भाई माने डेनी करी पले आसुन राजा मोबाइल।